ଆସନ୍ତା ଫେବୃଆରୀ 2ରୁ 17 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବିଜେଡି କରିବ ଆନ୍ଦୋଳନ। ଚାଷୀଙ୍କ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିଜୁ ଜନତା ଦଳ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି। ଆସନ୍ତା ଫେବୃଆରୀ 2ରୁ 17 ତାରିଖ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ପ୍ରତି ଜିଲ୍ଲାରେ ବିକ୍ଷୋଭ କରାଯିବ। ଫେବୃଆରୀ 24 ତାରିଖରେ ଭୁବନେଶ୍ୱରରେ ବିଶାଳ ସମାବେଶର ଆୟୋଜନ କରାଯିବ। ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସ ବର୍ମା ଏବଂ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଏହି ସୂଚନା ଦେଇଛନ୍ତି। ସେମାନେ ଅଭିଯୋଗ କରିଥିଲେ ଯେ ରାଜ୍ୟରେ ଧାନ କିଣିବାକୁ ମୋଟ 19,66,181 ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। କିନ୍ତୁ ଏବେ ସୁଦ୍ଧା ମାତ୍ର 29% ଚାଷୀଙ୍କଠାରୁ ନିର୍ଦ୍ଧାରିତ 73 ଲକ୍ଷ ମେଟ୍ରିକ୍ ଟନ୍ରୁ ମାତ୍ର 25 ଲକ୍ଷ ଟନ୍ ଧାନ କ୍ରୟ କରାଯାଇଛି। ଖରିଫ ଧାନ କ୍ରୟ ବିଳମ୍ବ ହେଲେ ଡାଳୁଆ ଧାନ ଚାଷ ପାଇଁ ଚାଷୀ ଅର୍ଥ ଯୋଗାଡ଼ କରିବାରେ ଅସମର୍ଥ ହେବେ। ସେହିପରି ରାଜ୍ୟରେ 40,000ରୁ ଅଧିକ ମହିଳା ନିର୍ଯାତନା ଶିକାର ହେଉଥିବା ବିଜେଡି କହିଛି। ଭୁବନେଶ୍ୱରରୁ ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।